হচ্ছে নেতাজি সুভাষ চন্দ্র বোসଙ୍କର জন্ম জয়ন্তী উৎসব। এই উপলক্ষে আজ আমি অরবিন্দ ইয়ুথ অ্যান্ড সোশিয়াল চ্যারিটেবল ট্রষ্ট মাধ্যমে রক্তদান শিবির আমি করছু। ইয়ার উদ্দেশ্য হেলা যেতে দান অছি তাঠু পুণ্যদান রক্তদান। রক্ত মଣିষ বঞ্চিବା একান্ত অপরিহার্য। কোটি কোটি টঙ্কা থিলে भी জনକୁ ବଞ୍ଚାଇ ହେବ ନାହିଁ ଯଦି ରକ୍ତର ଆବଶ୍ୟକତା ପଡ଼େ ସେଥିରେ ରକ୍ତ ନ ମିଳେ। ସେଥିପାଇଁ ଆମେ ନିଷ୍ପତ୍ତି ନେଇଛୁ ଯେ କମ୍ ସେ କମ୍ ପ୍ରତ୍ୟେକ ପଞ୍ଚାୟତରୁ ଆମେ ରକ୍ତ ସଂଗ୍ରହ କରିବୁ ଏବଂ ଆମେ ଆମ ସରକାରଙ୍କୁ ଆମେ ଦେବୁ। ରକ୍ତ ଦେଲେ ରୋଗୀମାନେ ରକ୍ତ ପାଇବେ ଏବଂ ବିଶେଷ କରି ଲୋକଙ୍କ ମନରେ ଗୋଟେ ଭ୍ରାନ୍ତ ଧାରଣା ଅଛି ଯେ ରକ୍ତ ଦେଲେ ରକ୍ତ କମିଯାଏ, କିନ୍ତୁ ରକ୍ତ କେବେ କମେ ନାହିଁ। ରକ୍ତ ଦେଲେ ଆହୁରି ନୂଆ ରକ୍ତ ସୃଷ୍ଟି ହୁଏ ଏବଂ ଜଣେ ସୁସ୍ଥ ସବଳ ହୋଇ ବଞ୍ଚିବା ପାଇଁ ସାହାଯ୍ୟ ହୁଏ। ସେଥିପାଇଁ ଆମେ ଆଜି ଏ କାର୍ଯ୍ୟକ୍ରମ ଆୟୋଜନ କରିଛୁ। ପ୍ରଥମେ ବାଲିପାଟଣା CHCରୁ ଆରମ୍ଭ ହେଲା। ୟା ପରେ ଆରମ୍ଭ ହେବ ବିଭିନ୍ନ ସବ୍ ସେଣ୍ଟରରେ, ବିଭିନ୍ନ ପଞ୍ଚାୟତରେ। ଏପରି ଭାବରେ ବର୍ଷ ତମାମ 3-4ଟି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଗୋଟେ ହେଲା ରକ୍ତଦାନ ଶିବିର କରିବା, ସମ୍ପୂର୍ଣ୍ଣ ଜୟଦେବକୁ ନିଶାମୁକ୍ତ କରିବା, ନିଶାମୁକ୍ତ ଜୟଦେବ। ତାପରେ ସବୁଜ ବଳାଇ ଜୟଦେବକୁ ସବୁଜ ଜୟଦେବ କରାହେବ ଏବଂ କଲେଜମାନଙ୍କର ହାଇସ୍କୁଲରେ ପିଲାମାନଙ୍କୁ ନୈତିକ ଶିକ୍ଷା ପାଇଁ ତାଙ୍କ ପାଇଁ ମଧ୍ୟ କିଛି ସମୟ ଦିଆଯିବ। ଶିକ୍ଷା ଏବଂ ନୈତିକ ଶିକ୍ଷା ଭିତରେ ଫରକ କ'ଣ ଅଛି, ନୈତିକ ଶିକ୍ଷାର ଆବଶ୍ୟକତା କ'ଣ ଅଛି, ଗୋଟେ ସୁସ୍ଥ ସବଳ ମଣିଷ ହେବା ପାଇଁ ନୈତିକ ଶିକ୍ଷାର ପ୍ରয়োଜନ ଅଛି। ଭଲ ରୋଜଗାର ପାଇଁ ସାଧାରଣ ଶିକ୍ଷାର ଆବଶ୍ୟକତା ଅଛି। ଯେ କାର୍ଯ୍ୟକ୍ରମ କରାହେବ ଆଜି ପ୍ରଥମ କରିକିରି ବ୍ଲଡ୍ ଡୋନେସନ୍ କ୍ୟାମ୍ପ ବାଲିପାଟଣା CHC ଆରମ୍ଭ କରାଯାଇଛି। ଧନ୍ୟବାଦ ଦେବି ଡକ୍ଟରମାନଙ୍କୁ, ଶ୍ରୀକାନ୍ତ ବେହେରା ମହୋଦୟଙ୍କୁ, ତାଙ୍କର ଷ୍ଟାଫମାନଙ୍କୁ ଏବଂ ଯେଉଁମାନେ ବ୍ଲଡ୍ ନେବା ପାଇଁ ଆସିଛନ୍ତି ଖୋର୍ଦ୍ଧାରୁ ସମସ୍ତଙ୍କୁ ଧନ୍ୟବାଦ ଦେବି। ସେମାନେ ବହୁତ ସହଯୋଗ କରୁଛନ୍ତି। ଧନ୍ୟବାଦ ଦେବି ଆମର କର୍ମକର୍ତ୍ତାମାନଙ୍କୁ ଯେଉଁମାନେ ଏଇମାନେ ରକ୍ତ ଦେଉଛନ୍ତି। ଭାରତୀୟ ଜନତା ପାର୍ଟିର ସମସ୍ତଙ୍କୁ ଧନ୍ୟବାଦ ଦେବି। ଅନ୍ୟମାନଙ୍କୁ ବି ଧନ୍ୟବାଦ ଦେବି ଯେଉଁମାନେ ସ୍ୱଇଚ୍ଛାରେ ରକ୍ତ ଦେଉଛନ୍ତି। ସେମାନଙ୍କୁ ମୁଁ କହିବି ସେମାନେ ଗୋଟେ ମହାପୁଣ୍ୟ କରୁଛନ୍ତି, ତାଠୁ ପୁଣ୍ୟ ଆଉ କିଛି ସଂସାରରେ ନାହିଁ। ସମସ୍ତଙ୍କୁ ନମସ୍କାର, ଧନ୍ୟବାଦ। ପ୍ରତି ମୋର ଅଭ୍ରମୁଖୀ ଡାକ୍ତର ଅଛି। ଆମର ପୂର୍ବତନ ବିଧାୟକ ବର୍ତ୍ତମାନର ବିଧାୟକ ପ୍ରାର୍ଥୀ ଅରବିନ୍ଦ ଢାଲି ଯିଏ ଆମକୁ କାଲି ଫୋନ୍ କରିଥିଲେ, କହିଲେ ଯେଉଁ ନେତାଜୀ ସୁଭାଷ ଜୟନ୍ତୀରେ ରକ୍ତଦାନ ଶିବିର ଉତ୍ସବ ହେଉଛି ଆସି ରକ୍ତ ଦେବେ। ଆମେ ତାଙ୍କ ଏହି ପ୍ରୟାସକୁ ବହୁତ ସ୍ୱାଗତମ କଲୁ। ଆମେ ଆସି ବ୍ଲଡ୍ ଦେଲୁ ଏବଂ ଆଙ୍କ ଏ ପ୍ରୟାସକୁ ଆମେ ପଞ୍ଚାୟତ ଗାଁ ଗହଳି ସବୁଠି ଜାରି ରଖିବା ପାଇଁ ଚେଷ୍ଟା କରୁଛୁ ଏବଂ ସମସ୍ତଙ୍କର କିଏ ରକ୍ତ ବିହୀନ ଚିକିତ୍ସାରେ ମୃତ୍ୟୁ ନ ହେଉ ଆମେ ସେ ପ୍ରୟାସ ଜାରି ରଖିଛୁ। କ'ଣ କହିବି, ଯେଉଁ ଯୁବ ସମାଜକୁ କ'ଣ ଦେବେ ଆଜିର ବାର୍ତ୍ତା? ଯେଉଁ ବାର୍ତ୍ତା ହେଉଛି, ଯେଉଁ ପ୍ରୟାସ ଆମର ଯେଉଁ ନରେନ୍ଦ୍ର ଟ୍ରଷ୍ଟ ଆଣ୍ଡ ୟୁଥ୍ ସ୍କୁଲ କରାଯାଇଛି, ଆମର ଅରବିନ୍ଦ ଢାଲି ମହାଶୟ ସେ ଯେଉଁ ନିଶାମୁକ୍ତ ଜୟଦେବ କରିବେ ଏବଂ ସବୁଆଡ଼େ ଗରିବ ଝିଅମାନଙ୍କର ବାହାର ଯେଉଁ ପିଲାମାନେ ପାଠ ପଢ଼ନ୍ତି ତାଙ୍କୁ ସାହାଯ୍ୟ, ଆମେ ତାଙ୍କୁ ବହୁତ ସହଯୋଗ କରୁଛୁ। ଆମେ ତାଙ୍କୁ ମଧ୍ୟ ଜୀବନ ସାରା ତାଙ୍କୁ ମଧ୍ୟ ଥିବୁ।